ଏବେ ତ ପାଣି ଖସିବାଟା ଆରମ୍ଭ କଲାଣି। ଗତକାଲି ମୋଟାମୋଟି ଶୁଖିଲା ଥିଲା। ସେ କ୍ରମରେ କେନ୍ଦୁଝର ମୟୂରଭଞ୍ଜଠୁ ଆରମ୍ଭ କରିକି ବାଲେଶ୍ୱର ଯାଜପୁର ଏଠି ସକାଳର ଅପଡେଟ୍ ହେଉଛି ବ୍ୟାପକ ପରିସ୍ଥିତି ସୁଧୁରିଛି। ପୁଣି ଆଗାମୀ 24 ଘଣ୍ଟା ଭିତରେ ମଧ୍ୟ ବର୍ଷାର ସମ୍ଭାବନା ଅଛି। ତେଣୁ ଯାଜପୁର ଖବର ଯାହା ନେଉଥିଲି ମୁଁ 5,000 ଊର୍ଦ୍ଧ୍ୱ ଲୋକ ରିଲିଫ୍ ସେଣ୍ଟର ଅଛନ୍ତି ଏବଂ ରାତିରେ ଆହୁରି ଲୋକଙ୍କୁ ପାଣି ଆସିବା ପାଇଁ ରିଲିଫ୍ ସେଣ୍ଟରକୁ ମୁଁ ନିର୍ଦ୍ଦେଶ ଦେଇଥିଲି। ପାଣି ଭିତରେ ରହିବାଟା ସୁରକ୍ଷିତ ରହିବେ ନାହିଁ। ତେଣୁ ରାତିରେ ମଧ୍ୟ ଗୁଡ଼ିଏ ଲୋକଙ୍କୁ ରିଲିଫ୍ ସେଣ୍ଟରକୁ ଅଣାହେଇଛି ଏବଂ ରିଲିଫ୍ ସେଣ୍ଟର କେମିତି ଚାଲିଛି ଘାଇ ହେଇଛି ଯାଜପୁରରେ ସେସବୁ ନିଜେ ଆଜି ଅଧ୍ୟୟନ କରିବା ପାଇଁ ମୁଁ ଯାଉଛି। ବିପର୍ଯ୍ୟୟ ପରିଚାଳନା ବିଭାଗର ଜଳସମ୍ପଦ ବିଭାଗର ଅଧିକାରୀମାନେ ମଧ୍ୟ ମୋ ସାଙ୍ଗରେ ଯିବେ ଏବଂ ଶୀଘ୍ର ଘାଇଟା କେମିତି ପାଣି ଖସିଲା କ୍ଷଣି ରିପେୟାରିଂ ହେବ ତାର ବ୍ୟବସ୍ଥା ଆମେ କରିବୁ ଏବଂ ପାଣି ଖସିଲା କ୍ଷଣି କ୍ଷତିପୂରଣ ବାବଦରେ ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯଥାଶୀଘ୍ର ଲୋକଙ୍କର ଘର କ୍ଷୟକ୍ଷତି ଏବଂ ଫସଲ କ୍ଷୟକ୍ଷତିର ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଶା କରୁଛୁ ଦିନେ ଦୁଇ ଦିନ ଭିତରେ ପାଣି କମିଗଲା କ୍ଷଣି ଆକଳନ କାମ ଆରମ୍ଭ ହୋଇଯିବ। ଆକଳନ ରିପୋର୍ଟ ଆସିଲା କ୍ଷଣି ଆମକୁ 2 ମିନିଟ୍ ଲାଗିବ ଜିଲ୍ଲାମାନଙ୍କୁ କ୍ଷତିପୂରଣ ରାଶି ପହଞ୍ଚିବ। ସାର୍ ଆପଣ ନିର୍ଦ୍ଦେଶ କଲେ ଉଦ୍ଧାର କାମ କରାଯାଇଛି। ରନ୍ଧା ଖାଦ୍ୟଠୁ ଆରମ୍ଭ କରି କ'ଣ କ'ଣ ବ୍ୟବସ୍ଥା କରି ରନ୍ଧା ଖାଦ୍ୟ ଦିଆହେଉଛି, ଛୁଆମାନଙ୍କୁ ଶିଶୁ ଖାଦ୍ୟ ଦିଆହେଉଛି, ମେଡ଼ିକାଲର ମଧ୍ୟ ବ୍ୟବସ୍ଥା ସବୁ ରିଲିଫ୍ ସେଣ୍ଟରରେ କରାଯାଇଛି ଏବଂ ଯେଉଁମାନେ ରିଲିଫ୍ ସେଣ୍ଟରକୁ ନ ଆସିକରି ଗାଁରେ ରହିଲେ ତାଙ୍କ ପାଇଁ ଶୁଖିଲା ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଛି। କିନ୍ତୁ ସେମାନଙ୍କୁ ଆଣିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି ଯେ କାଲି ସେମାନଙ୍କୁ ଆଣି ଆସ ଏବଂ ଲୋକ ଆଶଙ୍କା କରୁଛନ୍ତି ଯେ ରିଲିଫ୍ ସେଣ୍ଟର ଗଲେ କାଳେ ଘରେ ଚୋରି ହେଇଯିବ। ତେଣୁ ପୁଲିସ ପଇଁତରା ମାରୁଛି। ଆଜି ପର୍ଯ୍ୟନ୍ତ ଯେତେ ବନ୍ୟା ବାତ୍ୟା ହେଇଛି ଗୋଟିଏରେ ବି ପୁଲିସ ପାଖରେ କମ୍ପ୍ଲେନ୍ ପହଞ୍ଚି ନାହିଁ ଯେ ଆମର ଚୋରି ହେଇଗଲା ବୋଲି। ପୁଲିସ ଘର ଦାୟିତ୍ୱ ନେବ, ଆମେ ଲୋକଙ୍କ ଦାୟିତ୍ୱ ନେବ, କିଛି ଅସୁବିଧା ନାହିଁ। ସାର୍ କେଉଁ ଅଞ୍ଚଳ ପରିଦର୍ଶନ କରିବେ ସାର୍? ଯାଜପୁର ଯାଉଛି। ଯାଜପୁରରେ ପ୍ରକୃତରେ ଘାଇ ଅଞ୍ଚଳ ଯିବି ଯେଉଁଠି ଘାଇ ହେଇଛି ଏବଂ ଶୀଘ୍ର ତାର ମରାମତି କାମ ଆରମ୍ଭ କରିବା ପାଇଁ ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ମଧ୍ୟ ନେଇକି ସାଙ୍ଗରେ ଯାଉଛି। ସେଠି ସୁପରିନଟେଣ୍ଡିଂ ଇଞ୍ଜିନିୟର ଏକ୍ଜିକ୍ୟୁଟିଭ୍ ମାନେ ସବୁ ଥିବେ, ଜିଲ୍ଲାପାଳ ଥିବେ। ରିଲିଫ୍ ସେଣ୍ଟର ମାନେ ମଧ୍ୟ ଟିକେ ସ୍ୱଚକ୍ଷୁରେ ଦେଖିବା କେମିତି ଲୋକଙ୍କର ସେବାରେ ଜିଲ୍ଲା ପ୍ରଶାସନ ଅଛନ୍ତି।